এটা হচ্ছে সাংবাদিক ମାନଙ୍କର ପ୍ରତିବାଦ। ସାମ୍ବାଦିକଙ୍କର ଅଭିଯୋଗ ହେଲା ପେନସନ ପ୍ରୋଟେକ୍ସନ ଏଡୁକେସନ ପାଇଁ ଆଗରୁ ଆମେ ଆନ୍ଦୋଳନ କରି ଆସୁଥିଲୁ। ଆମର ରାଜ୍ୟ ସଭାପତି ପ୍ରସନ୍ନ ମହାନ୍ତି ଆମ ପାଇଁ ଏ ଯେଉଁ ସାମ୍ବାଦିକ ପାଇଁ ଯେଉଁ ଅଭିଯୋଗ ଆସୁଛି, ଆମ ବହୁତ ଦିନ ହେଲା ଆମର ପେନସନ ପାଇଁ ଅଭିଯୋଗ ହେଇଛି। ଏଣୁ ପୂର୍ବରୁ 25 ବର୍ଷ ବିଜେଡି ସରକାର ଆମର ସାମ୍ବାଦିକ କଥା ବି ଉଠାଇ ନଥିଲା, ଯାହାକି ବର୍ତ୍ତମାନ ଇଲେକ୍ସନ ପୂର୍ବରୁ ବିଜେପି ସରକାର ସାମ୍ବାଦିକମାନଙ୍କୁ ପେନସନ ଦେବା, ସାମ୍ବାଦିକଙ୍କ ଅଭିଯୋଗ ଯାହା ଅଛି ତାହା ପୂରଣ କରିବେ ବୋଲି ଯେଉଁ ସରକାର ଆସିଲେ ଓଡ଼ିଶାରେ, ମୋହନ ସରକାର ଆମର ନାଁ ଗନ୍ଧ ବି ଉଠାଇଲେନି। ବର୍ତ୍ତମାନ ସରକାର ଆସିକି 2 ବର୍ଷ ପାଖାପାଖି ହେଲାଣି, ସାମ୍ବାଦିକଙ୍କର ମଲେ କି ଗଲେ କି କୌଣସି ପ୍ରକାର ନାଁ ଗନ୍ଧ ନ ଉଠାଇଲେନି। କିନ୍ତୁ ତାଙ୍କେ ସରକାର ଆସିବା ପୂର୍ବରୁ ଆମର ସବୁ ଅଭିଯୋଗ ତାଙ୍କେ ଯାହା ଥିଲା ପୂରଣ କରି ବୋଲି ଆସିଥିଲେ। ତେଣୁ ଆମେ ସେ ନେଇ ଆମର ରାଜ୍ୟ ସଭାପତି ପ୍ରସନ୍ନ ମହାନ୍ତି ଆଜି ଆମକୁ ଏମ୍ଏଡେରେ ଓଡ଼ିଶା ସାରା OIJ ତରଫରୁ ଆମର ଏ ପ୍ରକାର ଆନ୍ଦୋଳନ କରିବା ପାଇଁ କୁହାଯାଇଛି। ସରକାରଙ୍କ ପଦକ୍ଷେପ ଏଥିସନ୍ତ ନେମେ ଆମେ ଆପଣଙ୍କ ମାଧ୍ୟମରେ ଅନୁରୋଧ କରୁଛୁ। ଯଦି ସରକାର ଆମର ପଦକ୍ଷେପ ନେଲେ ଆମେ ଜିଲ୍ଲାର ସବୁ ଓଡ଼ିଶାର ସବୁ ଜିଲ୍ଲାରୁ ବାହାରିବୁ। ତାପରେ ଜିଲ୍ଲାରୁ ବାହାରିଲା ପରେ ବି ଆମେ ରାଜ୍ୟରେ ଯାଇକି ଆନ୍ଦୋଳନ କରିବା ପାଇଁ ରେଡି ଅଛୁ। ଦେଖନ୍ତୁ, ଯେତେବେଳେ ବିଗତ ସରକାର ବାରମ୍ବାର ସାମ୍ବାଦିକଙ୍କ ପ୍ରତି ଅଣଦେଖା କଲା, ତାର ପ୍ରତିବାଦରେ ସାମ୍ବାଦିକମାନଙ୍କର ଏଇ ଯେଉଁ ଅଣଦେଖା ପ୍ରତିବାଦରେ ଲୋକେ ସଚେତନ ହେଇକିରି ଗୋଟେ ସରକାରକୁ ପରିବର୍ତ୍ତନ କଲେ। ଯେତେବେଳେ ନିର୍ବାଚନ ସମୟରେ ବିଜେପି ଖୋଦ୍ ତା ସପକ୍ଷରୁ ଡିକ୍ଲେୟାର କରିଥିଲା ଯେ ଯଦି ଆମେ ସରକାରକୁ ଆସିବୁ ତାହେଲେ ନିଶ୍ଚିତ ଭାବରେ ସାମ୍ବାଦିକମାନଙ୍କର ଯେଉଁ ଦାବି ରହିଛି ତାକୁ ଆମେ ପୂରଣ କରିବୁ। କିନ୍ତୁ ଯେତେବେଳେ ଏହି ସରକାର ଆସିବାର ଇତିମଧ୍ୟରେ ପାଖାପାଖି 2 ବର୍ଷ ହେଲାଣି, କିନ୍ତୁ ସାମ୍ବାଦିକମାନଙ୍କର ଗୋଟିଏ ଦାବି ପୂରଣ ହେବା ତ ଦୂରର କଥା, ସରକାର ସାମ୍ବାଦିକଙ୍କ ପ୍ରତି ଟିକେ ବି ସମ୍ବେଦନଶୀଳ ଥିବା ଭଳି ମନେ ହେଉନାହିଁ। କାରଣ ଦେଖନ୍ତୁ, ଯେତେବେଳେ କେବଳ 3ଟି ଦାବି OIJ ପ୍ରଥମରୁ ଦାବି ରଖିଛି, ପେନସନ ପ୍ରୋଟେକ୍ସନ ଏବଂ ଆକ୍ରିଡେସନ କମିଟି ରାଜ୍ୟରେ। ତେଣୁ ଏହାର ପ୍ରତିବାଦରେ OIJ ବାରମ୍ବାର ସରକାରଙ୍କୁ ଭେଟିଛି, ଆଲୋଚନା କରିଛି, ଦାବି ଜଣେଇଛି। ସବୁବେଳେ କେବଳ ପ୍ରତିଶ୍ରୁତି ମିଳିଛି, କିନ୍ତୁ ପ୍ରତିଶ୍ରୁତି ପ୍ରତାରଣାରେ ବର୍ତ୍ତମାନ ପରିଣତ ହୋଇଛି। ଯାହାର ପ୍ରତିବାଦରେ OIJ ଆଜି ସାରା ରାଜ୍ୟରେ ପ୍ରତ୍ୟେକ ଜିଲ୍ଲା ହେଡକ୍ୱାର୍ଟରରେ এই আন্দোলন করা যে ডাকরা দিয়েছিল, গজপতি জেলা সাংবাদিক সংঘ তাকে সমর্থন জনাই গজপতি জেলার আজ প্রতীকাত্মক ভাবে এই যে প্রতবাদ করুচি। যদি সরকার এই প্রতীকাত্মক ধারণার কৌশি সচেতন ন হুঁতি কিংবা কৌশি দাবি পূরণ দিগরে পদক্ষেপ গ্রহণ ন করতে, আগামী দিনের OIJ যে নিষ্পত্তি নেব তাহাকু গজপতি জেলা সাংবাদিক সংঘ নিশ্চিত ভাবে সমর্থন করিব এবং সেই আন্দোলনের সামিল হবে।